नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। नवम अध्याय। माटी भक्षणे कृष्ण मुखे विश्व ब्रह्मांड माता देखे नामकरण कले मुनि। नवम अध्याय वखाणी। श्रीशुक उवाच। कहन्ति सुक मुनि वर शुण अभिमन्यु कुमर गर्ग नामरे मुनि ख्यात যদু বংশর পুরোহিত ধার্মিক পণে সম নাহি আনিলা বসুদেব রাই বসাই পুজিলা পয়র একান্তে বলই উত্তর ভমুনি নন্দ করে মোর অছন্তি বেনি যে কুমর কংসর ডরে মুহি নেই গোপরে অছই লুচাই ଏବେ ଗୋପକୁ ତୁମ୍ଭେ ଯାଅ ମୋର ପୁତ୍ରଙ୍କୁ ନାମ ଦିଅ ଏହା ଜାଣିବ ଏକାନନ୍ଦ ଆନ ଜାଣିଲେ ହେବ ମନ୍ଦ ବସୁଦେବର ବୋଲ ଶୁଣି ଗୋପେ ଚଳିଲେ ଗର୍ଗ ମୁନି ସାମ ଗାୟନ କରି ଧୀରେ ମିଳିଲେ ନନ୍ଦର ମନ୍ଦିରେ ଦେଖି ଆସନୁ ନନ୍ଦ ଉଠି ଥୋକାଏ ଅଇଲା ପାଛୋଟି ଆନନ୍ଦେ ଚରଣ ପଖାଳି ପୂଜିଲା ଘେନି ଅର୍ଘ୍ୟସ୍ଥଳୀ ଆନନ୍ଦ କରାଇଣ ମନ ବୋଲଇ ମଧୁର ବଚନ ଭମୁନି ହୋଇଲି ନିର୍ମଳ ଘେନି ତୁମ୍ଭର ପାଦ ଜଳ ଭୂତ ଭବିଷ୍ୟ ବର୍ତ୍ତମାନ ଏଣେ ତୁମ୍ଭର ଦିବ୍ୟ ଜ୍ଞାନ ଅନେକ ପୁଣ୍ୟ କରିଥିଲି ତେଣୁ ତୋ ପୟର ଦେଖିଲି ଭିତର ପୁରେ ମୁନି ନେଇ କହଇ ଏକାନ୍ତେ ବସାଇ ଶୁଣ ପଣ୍ଡିତ ଚୂଡ଼ାମଣି ମୋ ଘରେ ଅଛଇ ରୋହିଣୀ ବସୁଦେବର ଏତ ନୟ ପୁଣି ହୋଇଛି ମୋର ପୁଅ ନାମକରଣ ଆଜ କର ପ୍ରସନ୍ନ ହୁଅ ମୁନିବର ক্ষত্রিয় স্বভাবে যুকতে সংস্কার কর বেনি সুতে মত হুন জানিবে কেহি এমন্তে মন্দিরে বসাই মুনি বলন্তি নন্দ চাহি একথা মতে ন যোগাই মু যদু বংশে পুরোহিত একথা সংসারে বিদিত তোহর ঘরে কার্য কলে কংস জানিব তাহা ভলে বসুদেবর মিত্র তুহি ଏବେ ଅମ୍ବିକା ଗଲେ କହି ଦେବକୀ ଅଷ୍ଟମ ଉଦର ନିଶ୍ଚୟ ହୋଇଲା କୁମର କେୟ ବା ଆସି ଅଛି ଥୋଇ କିମ୍ପା ଗର୍ଗ ଯେ ନାମ ଦେଇ ଏମନ୍ତ ବିଚାରି ଅସୁର ଘେନାଇ ଯିବ ମଧୁପୁର ନେଇ ମାରିବ ବେନି ବାଳ একথা অনর্থর মূল শুনি বলই নন্দরায় ভমনি নকর তু ভয় তো তহু ন জানিবে আন এমন্ত অছি মোর স্থান কহি করাই সাবধান আনিলা হোমর বিধান বীজ বেভারে সূচিমন্ত সংস্কার কলে বেনি সুত নন্দকু বলন্তি বচন শুণ হে পুত্রঙ্কর নাম
ରୋହିଣୀ ସୁତ ଏ ସୁନ୍ଦର ଗୁଣେ ରଞ୍ଜିବ ସୁର ନର। ଏହାର ନାମ ରାମ ହେଉ ଦେଖ ଆଜାନୁ ବେନି ବାହୁ। ବଳ ଅଧିକୁ ବଳ ନାମ ଘେନି ସଂଯୋଗେ ବଳରାମ। ଗୋବିନ୍ଦ ଆଜ୍ଞା ଘେନି ପୂର୍ବେ ଦୁର୍ଗା ଆକର୍ଷିଥିଲେ ଗର୍ଭେ। ତେଣୁ ଯେ ନାମ ସଂକର୍ଷଣ ଦେଖ ସ୍ୱରୂପ ବିଚକ୍ଷଣ। ଏ ଯେ ତୋହର ନିଜ ସୁତ ଏହାର ଗୁଣ ଅପ୍ରମିତ। ଏ ଯେତେ ଜନ୍ମ ମହି ତଳେ ମୁହିଁ ଜାଣଇ ଯୋଗ ବଳେ। ଯୁଗ କେ ଆନୁ ଆନ ବର୍ଣ୍ଣ ଆବର ଯେତେ ଗୁଣ କର୍ମ। ନାମ ଏହାର ଅଛି ଯେତେ କହିବି ଶୁଣ ଏକ ଚିତେ। ଶ୍ଵେତ ଶୋଣିତ ପୀତ ଶ୍ୟାମ ଯୁଗକୁ ଯୁଗ ଆନୁ ଆନ। ଏବେ ଏହାର କୃଷ୍ଣ ନାମ ଦୁଷ୍ଟ କରିବ ବିନାଶନ। ପୂର୍ବେ ଏ ବସୁଦେବ ଘରେ ଜନ୍ମିଲା ଦେବକୀ ଉଦରେ। ପିତା ଏହାର ବସୁଦେବ ତେଣୁ ଯେ ନାମ ବାସୁଦେବ। ଯେତେକ ନାମଟି ଏହାର ଅଳପ ଜାଣେ ବେଦବର। ଏହା ଚରଣ ଆଶ୍ରେ କରି ମୁଢ଼େ ତରିବେ ଭବବାରି। ପ୍ରଥମ ଯୁଗେ ଏହା ଗୁଣ ଭୋ ନନ୍ଦ ସାବଧାନେ ଶୁଣ। ବେଣ ରାଜାର ଅନ୍ତ କାଳେ ଭୂମି ହୋଇଲା ଟଳମଳେ। ଏହାର ବଳ ଆଶ୍ରେ କରି ସୁଖେ ବଞ୍ଚିଲେ ନର ନାରୀ। ଏହାର ନାମେ ଯାର ଭାବ ସେ ପ୍ରାଣୀ ସଂସାରୁ ତରିବ। ଦେଖ ଏହାର ବର୍ଣ୍ଣ ଚିହ୍ନ ପ୍ରତ୍ୟକ୍ଷେ ବିଷ୍ଣୁର ସମାନ। ଏଣେ ବିଶ୍ୱାସ ନନ୍ଦ କର ତରିବୁ ଭବ ମହାଘୋର। ଏମନ୍ତ କହି ନନ୍ଦ ଆଗେ ମଥୁରା ଗଲେ ମୁନି ବେଗେ। ନନ୍ଦ ସନ୍ତୋଷ ମନେ ଗୁଣି କୃଷ୍ଣଙ୍କୁ ଘେନିଲା ରୋହିଣୀ। ଯଶୋଦା ରାମ ଘେନି କୋଳେ ସ୍ତନ୍ୟ ପିଆନ୍ତି ସୁଖ ଭୋଳେ। କେତେ ହେଁ ଦିନ ତହୁଁ ଗଲା ଶୁଣ ହୋ ଶ୍ରୀକୃଷ୍ଣର ଲୀଳା। ଦିନେ କ ରାମ ଶ୍ରୀଧର ମନ୍ଦିରୁ ହୋଇଲେ ବାହାର। ଚାଲନ୍ତି ଆଗେ ଗୁଳ ଗୁଞ୍ଚା କ୍ଷଣ କ୍ଷଣକେ ପଛ ଘୁଞ୍ଚା। ଚରଣେ ନୂପୁର ବାଜେଣି କଟି କିଙ୍କିଣୀ ନାଦ ଶୁଣି। ଚାଲନ୍ତି ଗୋପୀଙ୍କ ଅଗଣା କର୍ଦ୍ଦମେ ପଡ଼ି ହନ୍ତି ବଣା। ଚରଣେ ରୁଣୁ ଝୁଣୁ ନାଦେ ଗୋବିନ୍ଦ ଖେଳନ୍ତି ଆନନ୍ଦେ। ଦେଖି ଧାମନ୍ତି ବେନି ମାଏ ରାମକୃଷ୍ଣଙ୍କ ପଙ୍କ କାଏ। କାଖେ ବସାଇ ଘରେ ଆଣି ଧୁଅନ୍ତି ଘେନି ବାସ ପାଣି। ଝିନ ବସନେ ପୋଛି ଦେହ କ୍ଷଣ କ୍ଷଣକେ ମାୟା ମୋହ। ବେନି ବାଳକ କୋଳେ ଧରି ସ୍ତନ୍ୟ ପିଆନ୍ତି ପେଟ ଭରି। ପାଟିରେ ଦୁଇ ଦୁଇ ଦନ୍ତ ଦେଖିଣ ଯଶୋଦା ଔଷଧ। ରୋହିଣୀ ଦେଖିଣ ସାନନ୍ଦ ପୁତ୍ରଙ୍କୁ କୋଳ କଲାନନ୍ଦ। ଦିନକୁ ଦିନ ବଳିୟାର ଗୋକୁଳେ ରାମ ଦାମୋଦର। ଗୋପାଳ ବାଳକଙ୍କ ମେଳେ ଗୋପାଏ ଧରୁଥାନ୍ତି କୋଳେ। ଖେଳନ୍ତି ଗୃହ ଦାଣ୍ଡ କାନ୍ଥେ ବାଛୁରୀ ମାନଙ୍କର ପଛେ। ଉଠନ୍ତି ବସାଙ୍କ ଉପର
ଧୂଳି ଧୂସର କଳେବର ବସା ଏ ଉଠି ଯେ ପଳାନ୍ତି ଲାଙ୍ଗୁଡ଼ ଧରି ଓଟାରନ୍ତି ପୁଣି ପଳାନ୍ତେ କର ଛାଡ଼ି ତଳେ ପଡ଼ନ୍ତି ମୁହଁ ମାଡ଼ି ତୁଣ୍ଡରୁ ଗଳଇରୁ ଧୀର କାନ୍ଦନ୍ତି ବ୍ରହ୍ମାଣ୍ଡ ଠାକୁର ଘରୁ ବାହାର ହୋଇ ଗୋପୀ କୃଷ୍ଣଙ୍କୁ ଚାହାନ୍ତି ନିରୋପୀ ଧୂଳି ଝାଡ଼ନ୍ତି ବସ୍ତ୍ର ଘେନି କୋଳ କରନ୍ତି ପୁତ୍ର ବେନି ଘରେ ଶୁଅନ୍ତି ବସ୍ତ୍ର ପାଡ଼ି ଲୋଟନ୍ତି ପୁଣି ତଳେ ପଡ଼ି କ୍ଷଣକେ ହୁଅନ୍ତି ବାହାର କ୍ଷଣ କ୍ଷଣକେ ଆଗୁସାର ଗୋପୀ ଧରନ୍ତି ଯାଇ କୋଳେ ଚୁମ୍ବନ ଦିଅନ୍ତି କୁତୁହଳେ ନନ୍ଦର ଘରେ ଦିଅନ୍ତି ନେଇ କହନ୍ତି ଯଶୋଦାଙ୍କୁ ଚାହିଁ ଏ ତୋର କେବଳ ବିଚାର ପୁତ୍ର ନ ଥଉ କିମ୍ପା ଘର ଏକ ବାଳକ ନ ସମ୍ଭାଳୁ ବିପଦ ପଡ଼ିଲେ ଯେ ଭାଳୁ ଶୁଣି ଯଶୋଦା କୃଷ୍ଣ ଘେନି ରାମଙ୍କୁ ସମ୍ଭାଳେ ରୋହିଣୀ ଦିନକୁ ଦିନ ଅପ୍ରମିତ ଘରେ ନ ରହନ୍ତି ଅଚ୍ୟୁତ ଗୋରୁଙ୍କ ଶିଙ୍ଗ ଧରି ନାଚେ ବୁଲନ୍ତି ଅଗ୍ନି କାଛେ କାଛେ ବେରିଲା ଖଣ୍ଡାକୁ ଚାଳନ୍ତି ଶ୍ୱାନର ତୁଣ୍ଡେ ହସ୍ତ ଦିଅନ୍ତି ପଡ଼ି ଲୋଟନ୍ତି ଜଳ କୁଣ୍ଡେ ହସ୍ତ ଭରନ୍ତି ସର୍ପ ତୁଣ୍ଡେ କଣ୍ଟା ଉପରେ ଗଡ଼ି ଯାନ୍ତି ମଞ୍ଜାରି ପୁଅକୁ ଧରନ୍ତି ଖେଳନ୍ତି ଅତି ବଳିୟାର ଗୋକୁଳେ ରାମ ଦାମୋଦର ନିତ୍ୟ ପୁତ୍ରଙ୍କୁ ଧରି ଆଣି ପିଟନ୍ତି ଯଶୋଦା ରୋହିଣୀ ବେପାର ନ ପାରନ୍ତି କରି ପୁଣି ଆଣନ୍ତି ବେଗେ ଧରି ଦଣ୍ଡେ ହେନ ରହନ୍ତି ଘରେ ବୁଲନ୍ତି ଗୋପୀଙ୍କର ଦ୍ୱାରେ ତୁଲ୍ୟ ବୟସ ଗୋପ ବାଳେ ଖେଳନ୍ତି ରାମ କୃଷ୍ଣ ମେଳେ ଭାଙ୍ଗନ୍ତି କାହା ଘୃତ ଭାଣ୍ଡ ବସ୍ତ୍ର ଚିରନ୍ତି ଖଣ୍ଡ ଖଣ୍ଡ କାହାର ପିଆନ୍ତି ବାଛୁରୀ ଲବଣୀ ଖାନ୍ତି ଚୋରି କରି କନ୍ଦାନ୍ତି ଦୋଳିରେ କୋମର ପାଣି ଢାଳନ୍ତି କାଉ ପର ସହି ନ ପାରି ଗୋପ ବାଳି ନନ୍ଦର ଘରେ ଥୋକେ ମିଳି ଗୋପୀ କହନ୍ତି ଆଗେ ବଢ଼ି ଯଶୋଦା ପାଦ ତଳେ ପଡ଼ି ସମ୍ଭାଳ ତୋର ଘର ଦ୍ୱାର ଆମ୍ଭେ ନଥିବୁ ଗୋପପୁର କହିବୁ ଆଉ ଗୁଣ କେତେ ଶୁଣ ଗୋ କର୍ମ କଲା ଯେତେ ଜୀବିକା ବୁଡ଼ିଲା ଆମ୍ଭର ବାଛୁରୀ ମେଳେ ତାକୁ ମୋର ଘରେ ନଥାଉ ଯେତେବେଳେ ଚୋରି କରଇ ଅବହେଳେ ଶିକା ଦଉଡ଼ି କାଟି ଦେଇ ଲବଣୀ କାନ୍ଥେ ଲେପୁଥାଇ ବସ୍ତ୍ର ଚିରଇ ଘରେ ପଶି ବୋଇଲେ ବେଗେ ଯାଅ ଋଷି ଭାଣ୍ଡ ଭାଙ୍ଗୋଇ ଲୁଚି ଲୁଚି କଥାକେ ଯାଉଥାଏ ଘୁଞ୍ଚି ଖୋଜିଣ ଦୁଧ ସର ଖାଇ କାହାର ହାଣ୍ଡିରେ ମୁତଇ କିଛି ନ ପାଏ ଯାର ଘର ଉଠଇ ଦୋଳିର ଉପର ଶୋଇଲା ପୁଅକୁ କନ୍ଦାଏ ଗୋଡ଼ାଇ ଗଲେ ଗାଳି ଦିଏ ଏକଇ ଗୋପୀ ରୋଷ ଘରେ କହଇ ଯଶୋଦା ଆଗରେ ଯମୁନା ଯିବା ବେଳେ ମୋର ଘରେ ପଶିଲା ତ କୁମର କବାଟ ଫେଡ଼ିଣ ମୋହର ଘରେ ପଶଇ ଯେହ୍ନେ ଚୋର ତା ଦେଖି ବାହୁଡ଼ିଲି ମୁହିଁ ଜଳା କୋବାଟି ବାଟେ ଚାହିଁ
ଶିକାରେ ଅଛି ମୋର ସର ଗମ୍ଭୀରି ବଡ଼ଇ ଅନ୍ଧାର କି ମନ୍ତ୍ର ଜାଣେ ତୋର ପୁଅ କୋଟିଏ ସୂର୍ଯ୍ୟ ଯେହ୍ନେ ଦେହ ଘୋର ଅନ୍ଧାର ଗଲା କେଣେ ପୁଣି ଚାହିଁଲା ଏଣେ ତେଣେ ଦେଖିଲା ଶିକା ଅଛି ଉଚ୍ଚେ ହସ୍ତ ନ ପାଇଲା ସୁସଞ୍ଚେ ରୋଳ ଆଣିଲା ଧାତିକାରେ ଉଠିଲା ତଥିର ଉପରେ ସବୁ ଖାଇଲା ଦୁଧ ସର ତୁଣ୍ଡୁ ମୋ ନଇଲା ଉତ୍ତର ପୁଣି ଗୋପିଏ ହୋଇ ଆଗେ କୋପେ ବୋଲଇ ବେଗେ ବେଗେ ଭୋମାତ ଗଲି ନୀର ଆଣି ତୋ ସୁତ ଖାଇଲା ଲବଣୀ ଆସି ହୋଇଲି ବେଗେ ଘର ବସିଛି ପିଣ୍ଡାର ଉପର ବୋଇଲା ଗଲୁ ଏତେ ବେଳ ତୋ ଘରେ ପଶୁଥିଲା ଚୋର ମୁଁ ଏବେ ବସି ଅଛି ଜଗି ଖାଇବି ଆନ ଘରେ ମାଗି ଘରେ ପଶିଲି ବେଗେ ଯାଇ ଚାହିଁଲି ଗଲାଣି ପଳାଇ ପୁଣି ଗୋପିଏ ଆଗ ସରି ବୋଲଇ ଶୁଣ ନନ୍ଦ ନାରୀ ଦିନେ କମର ଘରେ ଗଲା କର ଅଞ୍ଜଳି ପ୍ରସାରିଲା ବୋଇଲା ଫୁଟିଲି ମୁଁ ପଥେ ଲବଣୀ ଦିଅ ମୋର ହସ୍ତେ ହସ୍ତ ପୁରାଇ ଦିଅ ସର ତୋ ଘରେ ନ ପଶିବ ଚୋର ଶୁଣି ଉସତ ହେଲି ମୁହିଁ ସର ଲୁଚି ଏ ଦେଲି ନେଇ ହସ୍ତ ନ ପୁରୋଇ ତାହାର ବୋଲଇ ଆଣୁ ଧାତିକାର ପୁଣି ଥୋକାଏ ଦେଲି ନେଇ ଦେଖିଲି ହସ୍ତ ନ ପୁରୋଇ ଯେତେକ ଥିଲା ଘରେ ମୋର ଦୁଧ ଲବଣୀ ଘୃତ ସର ସବୁ ଢାଳିଲି ହସ୍ତେ ନେଇ ଦେଖିଲି ହସ୍ତ ନ ପୁରୋଇ ସାହି ପଡ଼ିଶା ଯେତେ ଘର ସବୁ ଆଣିଲି ଦୁଧ ସର କେବେ ହେଁ କର ନ ପୁରିଲା ପୁଣି ହି ଆଣ ଲୋଭଇଲା ଦେଖି ମୁଁ ହୋଇଲି ତରସ୍ତ ଏକାଗ୍ରାସକେ କଲାଗ୍ରସ୍ତ ହସ୍ତ ପୋଛିଲା ମୋର ମୁଣ୍ଡେ ପଳାଇ ଗଲା ଦାଣ୍ଡେ ଦାଣ୍ଡେ ଗୋପୀମାନଙ୍କ ବାକ୍ୟ ଶୁଣି କୋପେ ବୋଲଇ ନନ୍ଦରାଣୀ କୃଷ୍ଣର ଧରିଛନ୍ତି କର ଭୟେ କମ୍ପନ୍ତି ଚକ୍ରଧର ଯଶୋଦା ବୋଲଇଲୋ ଶୁଣ ଜାଣିଲି ପୁତ୍ର ଦୁଷ୍ଟପଣ ତୁମ୍ଭର ଜାଣିଲି ସଦଏ ଦେଲଟି ଲବଣ ଥୋକାଏ ଏତେକେ ବୁଡ଼ିଲା କି ଘର ଭଣ୍ଡଲ ମୋହର ଆଗର ବାଳୁ ତ ପୁଅ ହସ୍ତ କାହିଁ ସତେ ନଉତି ନ ପୁରୋଇ ଏଛାର ତୁମ୍ଭର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ଦାସ ବତ୍ସଳ ଭଗବାନ ଚାହିଁଲେ ଗୋପୀଙ୍କ ବଦନ ମଉନେ ହୋଇ ହସ ହସ ମନ ମୋହିଲେ ହୃଷିକେଶ ଏମନ୍ତେ ପ୍ରଭୁ ପ୍ରୀତବାସ ଗୋପୀ ହୋଇଲେ ତାର ବଶ ତକ୍ଷଣେ ସ୍ନେହ ଭର ହୋଇ ଗୋପୀ ଏକୁ ଆରେ ଚାହିଁ କୃଷ୍ଣର ମୁଖେ ଚୁମ୍ବ ଦେଇ ଯେ ଯାହା ଘରକୁ ସେ ଯାଇ ଶୁଣ ପରୀକ୍ଷ ମହିପାଳ ବାଳକ ଲୀଳା ନନ୍ଦ ବାଳ ଦିନେ କରାମ ବନମାଳି ବାଳକ ମେଳେ ଗଲେ ଖେଳି ଆନନ୍ଦେ କ୍ରୀଡ଼ା ରଙ୍ଗେ ଫୁଟି ତୁଣ୍ଡେ ଭରିଲେ କୃଷ୍ଣ ମାଟି ରାମ ଧାଇଁଲେ ଦେଖି ଖରେ କହିଲେ ଯଶୋଦା ଛାମୁରେ ଶୁଣ ଜନନୀ ମୋ ଉତ୍ତର ମାଟି ଭଖିଲା ତ କୁମର ଯାଇ ମୁଁ ଧଇଲି ତା ହସ୍ତ ମାରିବି ବୋଲି ଭୟଚିତ ବେଗେ ସେ ଛଡ଼ାଇଲା ହସ୍ତ ମୋ ଅଙ୍ଗେ ମାଇଲା ବହୁତ ଶୁଣି ଯଶୋଦା ବେଗେ ଯାଇ ଧଇଲେ କୃଷ୍ଣ କର ଦୁଇ କୋପ ନୟନେ ଦେବୀ ଚାହେଁ
ভয়ে কম্পন্তি দেবরায়। যশোদা কোপে পরজ্বলি, ছাট উঞ্চাই দেলে গাଳି। সরল বণী তু পকাউ, কাহার বলে মাটি খাউ। আজ মারিবি তোতে ঘরে, কহিবি পিতাঙ্ক ছামুরে। পুয়ে কহিলে শুণ মায়ে, ভক্ষিলা মূর্ତ୍তি কামুঠাଏ। ପଣତେ ବାନ୍ଧିଛନ୍ତି ହସ୍ତ, ଭୟେ କମ୍ପନ୍ତି ଗୋପୀନାଥ। ଛାଟ ଉଞ୍ଚାନ୍ତେ ବେଗ କରି, କାନ୍ଦି କହନ୍ତି ନରହରି। ଏହାଙ୍କ ଘରେ ମୁହିଁ ଯାଇ, ଲବଣୀ ଭକ୍ଷଇ ଚୋରାଇ। ସେ ଘେନି କହୁଛନ୍ତି ମିଛ, ତୁଣ୍ଡେ ମୋ ଦେଖ ଗୋ ପ୍ରତ୍ୟକ୍ଷ। ବଳଦେବ ହିଁ ମତେ ଋଷି, ତୋ ଆଗେ କହିଲେ ସେ ଆସି। ମୋ ତୁଣ୍ଡେ ଥିଲେ ସିନା ମାଟି, ତେବେ ତ ମୋତେ ଛାଟ ପିଟି। ହସ୍ତରୁ ଛାଟ ବେଗେ ପକା, ମାଏ ବୋଇଲେ ତୁଣ୍ଡ ଦେଖା। ଶୁଣି ସାନନ୍ଦ ଚକ୍ରଧର, ବିସ୍ତାରି ଦେଖାନ୍ତି ଅଧର। ତକ୍ଷଣେ ବେନି ପାଟି ଧରି, ତୁଣ୍ଡେ ଚାହିଁଲା ନନ୍ଦ ନାରୀ। ଦେଖଇ ଅଶେଷ ବ୍ରହ୍ମାଣ୍ଡ, ଆକାଶ ମହି ନବଖଣ୍ଡ। ସ୍ଥଳ ସାଗର ମହୀଧର, ଶଶୀ ନକ୍ଷତ୍ର ଦିବାକର। ଦିଶ ଆକାଶ ଅନ୍ତରାଳ, ଗ୍ରହ ପବନ ଦିଗପାଳ। ସ୍ଥାବର ଆଦି ଯେତେ ଜନ୍ତୁ, ବିଶ୍ୱ ସଂସାରେ ଯେତେ ହେତୁ। ନଗର ପାଟଣା ଘର ଗ୍ରାମ, ନଦୀ ପର୍ବତ ଘୋର ବନ। ମଥୁରାପୁର ଆଦି କରି, ଗୋପରେ ଯେତେ ନର ନାରୀ। ବାଳକ ମେଳେ ନନ୍ଦ ଦ୍ୱାରେ, କୃଷ୍ଣଙ୍କୁ ଘେନିଛନ୍ତି କରେ। ରୋହିଣୀଛନ୍ତି ରାମ ଘେନି, ସ୍ତୁତି କରନ୍ତି ସୁର ମୁନି। ଦେଖି ଚକିତ ନନ୍ଦରାଣୀ, ମୁଚିତେ ପଡ଼ିଲା ଧରଣୀ। ପୁଣି କ୍ଷଣକେ ପାଇ ଜ୍ଞାନ, ବୋଲଇ ଦେଖିଲି ସ୍ୱପନ। କେଉଁ ଦେବତା ମାୟା କଲା, ମୋହର ମନକୁ ମୋହିଲା। କିଏ ବା ହୋଇ ଲଇଁ ବାଇ, ଜ୍ଞାନ ହାରିଲି ଗର୍ଭ ଚାହିଁ। ପୁତ୍ରର କାହିଁ ଏଡ଼େ ଗର୍ଭ, ଏ କି ଅନାଦି ପଦ୍ମନାଭ। ସିଦ୍ଧ ପୁରୁଷ କିବା ଜାତ, ଏହାକୁ ବୋଲଇ ମୁଁ ସୁତ। କିବା ଡାକିନି ମାୟା କଲା, ଗର୍ଭେ ତ ଏମନ୍ତ ଦିଶିଲା। ନପୁଣ ପଡ଼ଇ ପ୍ରମାଦ, ଶୋକେ ଯଶୋଦା ଗଦ ଗଦ। ଏ ତ ନୁହଁଇ ଭଲ ଚିହ୍ନ, ମୋହର ମନ ଛନ ଛନ। ଏମନ୍ତ ଭାଳି ନନ୍ଦରାଣୀ, ମନ ବଚନ ଚିତେ ଗୁଣି। ନ ଜାଣି ବାଇ ପ୍ରାୟ ହୋଇ, ଭାଳଇ ଚଉଦିଗ ଚାହିଁ। ପୁଣି କ୍ଷଣକେ ଅନୁମାନି, ଚିତେ ଚିନ୍ତଇ ଭୟ ଘେନି। ଯାହାର ମାୟା ଘୋର ଭ୍ରମେ, ଜୀବ ଭ୍ରମଇ ପଥ ଶ୍ରମେ। ମୁହିଁ ମୋହର ଏ ସଂସାର, ପତିତ ନୟ ବନ୍ଧୁ ମୋର। ସ୍ୱାମୀର ପତ୍ନୀ ମୁହିଁ ସରି, ସର୍ବ ସମ୍ପଦ ମୁଁ ଆବୋରି। ଏ ଗୋପୀ ଗୋପ ଗୋରୁ ଧନ, ସର୍ବ ଆବୋରେ ମୋର ମନ। ଚାର ମାୟାରେ ଏହି ମତି, ସେ ହରି ମତେ କରୁ ଗତି। ଏତେ ବିଚାରି କଲା ଭୟ, ମାୟା ମୋହିଲେ ଦେବରାୟ। ତକ୍ଷଣେ ପୁତ୍ର କରି କୋଳ, ନମଇ ଦଶ ଦିଗପାଳ। ଜୟ ଚଣ୍ଡିକା ଗୋମଙ୍ଗଳା, ରଖ ମୋ ଏକ ବଳା। ଗଜବଦନ କ୍ଷେତ୍ରପାଳ, ପୁତ୍ରଙ୍କୁ ରଖ ସର୍ବକାଳ। ନମଇ ଗୋବିନ୍ଦର ପ୍ରାୟେ, ହୃଷ୍ଟ ଖଣ୍ଡିବେ ମୋତ ନଏ। ଏମନ୍ତ ବୋଲି କୃଷ୍ଣ ଘେନି, ଘରେ ମିଳିଲା ନନ୍ଦରାଣୀ। ଗୋରଜ କୃଷ୍ଣ ଅଙ୍ଗେ ଭଳି, ଅନେକ କଲା ନିଉଛାଳି। ଗୋପୀଙ୍କି କଲା ସନମାନ, ବ୍ରାହ୍ମଣେ ଦେଲା ମିଷ୍ଟ ଅନ୍ନ।
स्तन पियाई कोଳ କରି ନିଦ୍ରା କରାଇଲା ମୁରାରି। ବୋଲେ ପରୀକ୍ଷ ସୁଖ ଚାହିଁ ତୁମ୍ଭରେ ନିସ୍ତରିଲି ମୁହିଁ। ନନ୍ଦ ଯଶୋଦାଙ୍କର ତପ ଭୋମୁନି କହିବା ସ୍ୱରୂପ। ଯାହାର ନାମ ହୃଦେ ଘେନି ତରିଲେ ବ୍ରହ୍ମା ଆଦି ମୁନି। ତପେ ବିଧାତା ନ ଦେଖଇ ଜାନାମ ଶଙ୍କର ଜପଇ। ଦେବେ ନ ଜାଣନ୍ତି ଯାହାକୁ ସେ କେହ୍ନେ ପ୍ରସନ୍ନ ନନ୍ଦକୁ। ଯଶୋଦା କଲା କେଉଁ ଶୁଭ ତାହାର କୋଳେ ପଦ୍ମନାଭ। ଗର୍ଭେ ହୋଇଲା 10 ମାସ ଦେବକୀ ହୋଇଲା ନିରାଶ। କହିବା ମୋତେ ମୁନିବର ନିର୍ମଳ ହେଉ ମୋ ଶରୀର। ମୁନି କହନ୍ତି ତାହା ଶୁଣି ହରିଚରିତ ମନେ ଗୁଣି। ଶୁଣ ରାଜନ କୃଷ୍ଣ କଥା ସୃଷ୍ଟିର ଆଦ୍ୟ କାଳେ ଧାତା। ଅଷ୍ଟବସୁଙ୍କୁ ଜାତ କଲା ଜଣ ଜଣକେ ନାମ ଦେଲା। ପୁତ୍ରଙ୍କ ମଧ୍ୟରେ ସାଧୁ ଧୀର ଦ୍ରୋଣ ବସୁ ନାମ ଯାହାର। ପତ୍ନୀର ନାମ ତାର ଧରା ତୁଲ୍ୟ ନୁହଇ ଅପସରା। ପୁତ୍ରବଧୂଙ୍କୁ ରାଇ ଧୀରେ ଆଦେଶ ଦେଲେ ବେଦବରେ। ବେଦ ପ୍ରମାଣେ ସୃଷ୍ଟି କର ହୋଇବ ସଂସାର ତୁମ୍ଭର। ଶୁଣି ଯୋଡ଼ିଲେ ବେନି କର କହନ୍ତି ମଧୁର ଉତ୍ତର। ବୋଲନ୍ତି ଶିରେ କର ଦେଇ ଭୋତା ତ ଏଣେ କାର୍ଯ୍ୟ ନାହିଁ। ଆମ୍ଭର ଚିତ ଅପ୍ରମାଦେ ଭକତି ଥିବ କୃଷ୍ଣ ପାଦେ। ତେବେ କରିବୁ ତୋ ବଚନ ଭୋତା ତ ହୋଇବା ପ୍ରସନ୍ନ। ସନ୍ତୋଷେ କହେ ପ୍ରଜାପତି ଗୋବିନ୍ଦେ ହେଉ ତୁମ୍ଭ ମତି। ବ୍ରହ୍ମା ଆଦେଶ ଶିରେ ଘେନି ଗୋପେ ଜନ୍ମିଲେ ପତି ପତ୍ନୀ। କୃଷ୍ଣଙ୍କୁ ତପ ବଳେ ପାଇ ପାଳନ୍ତି ପିତା ମାତା ହୋଇ। ଶୁଣ ସୁଜନେ ହରିବାଣୀ ନିର୍ମଳ ହୁଅ ମନେ ଗୁଣି। ପୁରାଣ ଗୀତ ବନ୍ଧେ କଲି ରାମକୃଷ୍ଣର ବାଳ କେଳି। ଏଥକୁ ହୁଅ ଦୃଢ଼ ଚିତ ନମୋ ଦାସ ଜଗନ୍ନାଥ। इति श्रीमद्भागवते महापुराणे परमहास्यं संहितायां दशम स्कन्धे श्रीकृष्ण बालक्रीडायां मूर्तिकाभक्षणं नाम नवमोऽध्यायः।